ମୋ ନାଁ ଶିବ ଶଙ୍ଖ ଦେବଦେବ ମହାଦେବ କୈଳାସପତି ଶିବଙ୍କର ଯେମିତି ସାପ ପ୍ରିୟ ମୋର ବି ସେମିତି ସାପ ଶିବ ସାପକୁ ବେକରେ ଗୁଡେଇକି ବୁଲୁଥିଲି ମୋ ବି ଦେହରେ ଗୁଡେଇକି ସବୁ ଭାଉଜ ମାନଙ୍କୁ କହିବି ଯେମିତି ବିଗତ ଦିନରେ ଭଲ ପାଇବା ଦେଇଛନ୍ତି ସେମିତି ଆଗକୁ ଭଲ ପାଇବା ଦେବେ କୁନି ଦିଅରଟାକୁ ଫାଷ୍ଟ ଯୋଉଦିନ ପୁରା ଫାଷ୍ଟ ଦେଖିଥିଲି ଯାହେଲେ ବି ସାପ ଟିକେ ଡର ମାଡ଼ିବ ସମସ୍ତେ ସମସ୍ତଙ୍କର ବେଷ୍ଟ ଏଠି ଦେବେ ଖାଲି ଆର୍ଟିଷ୍ଟ ମାନେ ନୁହନ୍ତି ଡ୍ୟାନ୍ସ ଯୋଉମାନେ କରୁଛନ୍ତି ଲାଇଟ୍ ସାଉଣ୍ଡ ଆଉ ପ୍ଲସ୍ ଡେକୋରେସନରେ ବି ସମସ୍ତେ ବହୁତ ଭଲ। ନମସ୍କାର ଜୟ ଜଗନ୍ନାଥ ମୁଁ ଆପଣମାନଙ୍କର ସାଇ ବହୁତ ଖୁସି ଲାଗୁଛି କ'ଣ ଏଇଟା ମୋର ଗୋଟେ ସୌଭାଗ୍ୟ ବୋଲି ମୁଁ କହିବି କାହିଁକିନା ପ୍ରଥମ ବର୍ଷ ଯାତ୍ରା କ୍ୟାରିୟର ଷ୍ଟାର୍ଟିଂରୁ ଏପର୍ଯ୍ୟନ୍ତ ମୋର ହେଇଗଲା 3 ବର୍ଷ ଟୋଟାଲି ଯାତ୍ରା କ୍ୟାରିୟର ମୋର ଆଉ 3 ବର୍ଷ ଯାକ ମୁଁ ଆସୁଛି ଖଣ୍ଡଗିରିକୁ ଯାତ୍ରା କରିବା ପାଇଁ ସେଇଟା ସବୁଠୁ ବଡ଼ ସୌଭାଗ୍ୟ ବହୁତ ଖୁସି ଲାଗୁଛି। କମ୍ପିଟିସନ ଏଇଟା ଗୋଟେ ଖୁସି ଲାଗେ ଆଉ କମ୍ପିଟିସନ କ'ଣ ସମସ୍ତେ ସମସ୍ତଙ୍କର ବେଷ୍ଟ ଏଠି ଦେବେ ଖାଲି ଆର୍ଟିଷ୍ଟ ମାନେ ନୁହନ୍ତି ଡ୍ୟାନ୍ସ ଯୋଉମାନେ କରୁଛନ୍ତି ଲାଇଟ୍ ସାଉଣ୍ଡ ଆଉ ପ୍ଲସ୍ ଡେକୋରେସନରେ ବି ସମସ୍ତେ ବହୁତ ଭଲ। ଏବେ କିଛି ଡର ଭଲ ଲାଗେ ଫାଷ୍ଟ ଯୋଉଦିନ ପୁରା ଫାଷ୍ଟ ଦେଖିଥିଲି ଯାହେଲେ ବି ସାପ ଟିକେ ଡର ମାଡ଼ିବ କାହା ଉପରକୁ ସାପ ସେମିତି ଛଡା ହଉନି ସବୁ ଦେଖୁଥାନ୍ତି ଆଶ୍ଚର୍ଯ୍ୟ ଆପଣ ଯେମିତି ଖୁସି ଲାଗୁଛି ନିହାତି ମୁଁ ତ ଏଇ ବର୍ଷ କରୁଛି 3 ଘଣ୍ଟା ଏଇ ବୋଧେ ଶେଷ ଦେଖା ଆଉ ଗୋଟେ କେମିତିକା ସମ୍ପର୍କ ଆଉ ଗୋଟେ ହେଲା ତଥାପି ସେ ପ୍ରତିବଦୀ ଆଜ୍ଞା ସଂଗ୍ରାମ ସଂଗ୍ରାମ ବୋଲେ ଏଇ ନାଟକର ଗୋଟେ ସଂଗ୍ରାମ ବୋଲା ଏଇ ନାଟକ ଯୋଉ ହଉଛି ଏଇ ବୋଧେ ଶେଷ ଦେଖା ତାର ରାଇଟର ଆଣ୍ଡ ଡିରେକ୍ଟର ଅଛନ୍ତି ୟୁନିକ୍ ପ୍ରଦୀପ ବେହେରା ସାର୍ ଏଥିରେ ମୋର ଗୋଟେ ଫରେନ୍ ଷ୍ଟ୍ରେଞ୍ଜର କ୍ୟାରେକ୍ଟର ଅଛି ସେଥିରେ ଗୋଟେ ସଂଗ୍ରାମ ହେଲା ମୋ ନାଁ ଶିବ ଶଙ୍ଖ ଦେବଦେବ ମହାଦେବ କୈଳାସପତି ଶିବଙ୍କର ଯେମିତି ସାପ ପ୍ରିୟ ମୋର ବି ସେମିତି ସାପ ଶିବ ସାପକୁ ବେକରେ ଗୁଡେଇକି ବୁଲୁଥିଲି ମୋ ବି ଦେହରେ ଗୁଡେଇକି ଚ୍ୟାଲେଞ୍ଜ ନୁହଁ ମାନେ ସବୁଆଡୁ ମାନେ ଓଡିଶାର ସବୁ କୋଣ ଅନୁକୋଣରୁ ଦର୍ଶକ ମାନେ ଆସନ୍ତି ଦେଖିବା ପାଇଁ ଆଉ ସେମାନେ ବହୁତ ଏକ୍ସାଇଟେଡ ଥାନ୍ତି ଯେ ଗୋଟେ ବର୍ଷ ପରେ ଟାଇମ ବାହାର କରିକି କାହିଁକିନା ପ୍ରାୟ ଅଫିସିଆଲି ଲୋକ ଯେତିକି ସବୁ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି ଯୋଉଠି ଯାହା ଘର ହେଲେ ବି ତ ସେମାନେ ଏକ୍ସାଇଟେଡ ଥାନ୍ତି ଗୋଟେ ଛୁଟି ଦିନରେ ଆସିକି ଗୋଟେ ମେଳା ମହୋତ୍ସବରେ ବୁଲିବା। ନାଇଁ ନାଇଁ ଏଠି କଟାକଟି ସିଷ୍ଟମ କିଛି ନାହିଁ ଏଇଟା ମାନେ ଭୁଲ ଚିନ୍ତାଧାରା ସମସ୍ତେ ସମସ୍ତଙ୍କ ଶବ୍ଦ କଥା ଯଦି ମୁଁ କହିବି ସେ ବିଷୟରେ ମୋର କହିବାଟା ଠିକ ହବନି କିନ୍ତୁ ଏତିକି କହିବି ଯାହା ହଉଛି ଆମ ଭିତରେ ସବୁ ଜିନିଷ ମ୍ୟାନେଜ କରିଦେବା ଦରକାର କାହିଁକିନା ଏଇଟା ଗୋଟେ ବହୁତ ବଡ଼ ସେମିତି ବାହାର ଜାଗା କିଛି ନୁହଁ ରାତି ଦିନ ସବୁବେଳେ ଆମେ ଏଇଠି ରହିଲେ କି ବାହାରକୁ ଗଲେ ସେ ତା ମୁହଁ ଦେଖିବ ଇଏ ମୁହଁ ଦେଖିବ ସମସ୍ତେ ସମସ୍ତଙ୍କ ସାଙ୍ଗରେ ଦିନେ ଦିନେ ଭେଟାଭେଟି ହଉଛନ୍ତି ବୁଲୁଛନ୍ତି ମାର୍କେଟିଂ କରୁଛନ୍ତି ତ ସବୁ ଜିନିଷ ଆମ ଭିତରେ ଗୋଟେ ଆପୋଷ ବୁଝାମଣା ରହିବାଟା ଭଲ। ଦର୍ଶକଙ୍କୁ କହିବି ଏମିତି ଓଡ଼ିଶାର ଯେତିକି କଳା ସଂସ୍କୃତି ଅଛି ତାକୁ ଭଲ ପାଆନ୍ତୁ ଆଉ ନିଜେ ସବୁବେଳେ ସୁସ୍ଥ ରୁହନ୍ତୁ ସବୁବେଳେ ମାନେ ବିବାଦ ଠାରୁ ବହୁତ ଖରାପ ଜିନିଷଠୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ଦେଖନ୍ତୁ ଗୋଟେ ଯଦି ଆମର ଗୋଟେ ଥାଏ ମାନେ ଆମର ମାଲିକ ଅଛନ୍ତି ଯେମିତିକି ଆମ ମାଲିକ ଯିଏ ଅଛନ୍ତି ଅନର ନାଣ୍ଡୁ ବାବୁ ଆମର ଯାତ୍ରାକୁ ଏପର୍ଯ୍ୟନ୍ତ ସେମିତି ଗୋଟେ ଯାତ୍ରାର କିଛି ଗୋଟେ ସେମିତି ସ୍ୱତନ୍ତ୍ର ଗାଇଡଲାଇନ କିଛି ବାହାରୁନି ମାନେ ଧରିନିଅ ସ୍କୁଲରେ ଗୋଟେ ଗାଇଡଲାଇନ ଥାଏ ଗୋଟେ ବୋର୍ଡ ଥାଏ ସେ ସ୍କୁଲରେ ଲେଖା ହେଇଥାଏ ଆଜି ସ୍କୁଲ ଛୁଟି ରହିବ କି ଖୋଲା ରହିବ ଆମ ଯାତ୍ରା ସେମିତି କିଛି ଏପର୍ଯ୍ୟନ୍ତ ହେଇନି ତ ଆମ ମାଲିକ ଆମକୁ ଯାହା କହିବେ ନିର୍ଦ୍ଦେଶ ଦେବେ ସେ ଅନୁସାରେ ସେଇଟା ହେଲା ଏ କେମିତିକା ସମ୍ପର୍କ ନାଟକରେ ଗୋଟେ ଡାଇଲଗ୍ ଅଛି ମୋ ମନ କଥା 2 ଜଣ ବୁଝିପାର ଜଣେ ହେଲେ ସାଇ ବାବୁ ଆଉ ଜଣେ ହେଲେ ନାଣ୍ଡୁ ବାବୁ ଦରକାର ତ ପଡିନି ମୁଁ ଧରିଛି ବୋଲି ମୁଁ ଘଣ୍ଟାଟା ପିନ୍ଧି ବୋଲି କଣ ଘଣ୍ଟାଟା ଦରକାର ଯାତ୍ରା ପାଇଁ ସେଠାରେ କଣ ସେଟା ତ ଖାଲି ଗୋଟେ ସ୍ପେଶାଲ ଭାଉଜ ମାନଙ୍କ ପାଇଁ ତ ଆଉ କଣ ସେଟା କହିବି ସବୁ ଭାଉଜ ମାନଙ୍କୁ କହିବି ଯେମିତି ବିଗତ ଦିନରେ ଭଲ ପାଇବା ଦେଇଛନ୍ତି ସେମିତି ଆଗକୁ ଭଲ ପାଇବା ଦେବେ କୁନି ଦିଅରଟାକୁ
जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।